ମାଲକାନଗିରି ଜିଲ୍ଲାର ଯେଉଁ ରହିଥିଲା ରାଖେଲଗୁଡ଼ା ମହିଳାଙ୍କ ହତ୍ୟା ଘଟଣା ଉଗ୍ର ରୂପ ଧାରଣ କରିଥିଲା ଏବଂ ସେଇ କୋଉଠି ନା କୋଉଠି ତାପରେ ତାଙ୍କୁ ଯେଉଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ତାଙ୍କୁ 4 ଲକ୍ଷ ଟଙ୍କା ଏବଂ ତାଙ୍କ ପରିବାର ବର୍ଗଙ୍କୁ 4 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ତାଙ୍କୁ କିଛି ଅବଦାନ ଦିଆଯାଇଛି। ତେବେ ଆହୁରି ଯେଉଁ ତାଙ୍କର ପରିଜନ ବର୍ଗ ରହିଛନ୍ତି ସେମାନେ ଡିମାଣ୍ଡ କରିଛନ୍ତି ସରକାର ଉପରେ ବିଚାର କରିଛନ୍ତି। ତେବେ ଯେଉଁ ସେଇ ହତ୍ୟା ଘଟଣାକୁ କେନ୍ଦ୍ର କରି ମାଲକାନଗିରି ଜିଲ୍ଲା ଯେଉଁ ରାଖେଲଗୁଡ଼ା ନିକଟସ୍ଥ MB26 ଗାଁ ରହିଥିଲା ସେଠାରେ ଉତ୍ତ୍ୟକ୍ତ ଲୋକଙ୍କର କିଛି ଲଙ୍କାକାଣ୍ଡ ଦେଖିବାକୁ ମିଳିଥିଲା। ବିଭିନ୍ନ ଘର ଦୁଆର ଭାଙ୍ଗିବା ସହିତ ପୋଡ଼ାଜଳାର ଚିତ୍ର ଦେଖିବାକୁ ପଡୁଥିଲା। ତେବେ ମୁଁ କ୍ୟାମେରା ପର୍ସନ କହିବି ସେ ଦେଖେଇବେ ଯେଉଁଭଳି ଭାବରେ ଏଇ ଗୋଟିଏ ଘରେ ଆମେ ରହିଛୁ। ଆପଣ ଦେଖନ୍ତୁ ଯେଉଁଭଳି ଭାବରେ ଗ୍ୟାସ୍ ଟାଙ୍କି ତାଙ୍କର ଫାଟିଥିଲା। ଗ୍ୟାସ୍ ହାଣ୍ଡି ଫାଟିବା ସହିତ ତାଙ୍କର ସମ୍ପୂର୍ଣ୍ଣ ଛାତଟା ତାଙ୍କୁ ନାହିଁ ଏବଂ ଘରର କାନ୍ଥ ଯାକ ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି। କବାଟ ଝରକା କିଛି ନାହିଁ। ବର୍ତ୍ତମାନ ସେମାନେ ଯେଉଁଭଳି ଭାବରେ ରହିଛନ୍ତି ସେମାନେ ଭୟରେ ଡର ଭୟରେ ଯାଇଥିଲେ ଘର ଛାଡ଼ି ପଳାଇଥିଲେ କିଭଳି ଭାବରେ ନିଜ ପିଲା ଛୁଆଙ୍କୁ ନେଇ ଜୀବନ ବଞ୍ଚେଇବେ। ତାଙ୍କର ଆସବାବପତ୍ର ସବୁ ଏଇ ଘର ଭିତରେ ରହିଥିଲା ଏବଂ ବର୍ତ୍ତମାନ ତାଙ୍କେ ବାସହାରା ହେଇଛନ୍ତି। ବିଭିନ୍ନ ତାଙ୍କର ଯେଉଁ ଆସବାବପତ୍ର ରହିଥିଲା ତାହା ମଧ୍ୟ ଆପଣ ଜାଣିଥିବେ ତାହା ମଧ୍ୟ ସମ୍ପୂର୍ଣ୍ଣ ଆପଣ ଦେଖି ପାରିଥିବେ। ଏ ଚିତ୍ର କୋଉଠି ନା କୋଉଠି ବୟାନ କରୁଛି ତାଙ୍କର ଆଉ ରହିବାର କିଛି ବ୍ୟବସ୍ଥା ଏଠି ନାହିଁ। ଏବଂ ଡେ 1 ରୁ ପ୍ରଶାସନ ଅଛନ୍ତି କିନ୍ତୁ ଗୋଟିଏ କଥା ଜାଣି ରଖନ୍ତୁ ପ୍ରଶାସନର ଜିଲ୍ଲାପାଳ କୁହନ୍ତୁ SP କୁହନ୍ତୁ DIG କୁହନ୍ତୁ DG ମଧ୍ୟ ଗସ୍ତ କରିଥିଲେ ଏବଂ ଏହିସବୁ ଲୋକଙ୍କର ଯେଉଁମାନେ ନିଜ ପ୍ରାଣ ବିକଳରେ ଘର ଦୁଆର ଛାଡ଼ିକି ପଳାଇଥିଲେ ତାଙ୍କୁ ଆଜି ପ୍ରଶାସନ ପୁନରାୟ ତାଙ୍କୁ ଆଣିବା ପାଇଁ ବ୍ୟବସ୍ଥା କରିଛନ୍ତି। କିଛି ଘର ଏମିତି ଅଛି ଯେ ତାଙ୍କର ଆଉ ରହିବା ପାଇଁ କିଛି ବ୍ୟବସ୍ଥା ନାହିଁ। ତାଙ୍କର ଯେଉଁ ଇଏ ରହିଥିଲା ତାଙ୍କର ଆସବାବପତ୍ର ରହିଥିଲା ସମ୍ପୂର୍ଣ୍ଣ ଭାବରେ ଏଇ ଅଟୋରେ ଲୋଡ୍ ହେଉଛି ଏବଂ ଏଇଟା ନେଇକି ହୁଏତ ସେମାନେ କୋଉଠି ତାଙ୍କର ଆତ୍ମୀୟ ପରିଜନ ବନ୍ଧୁବର୍ଗ ଘରରେ ଯାଇପାରନ୍ତି ଯାହା ଦେଖିଲେ ଜଣାପଡ଼ୁଛି। ଅଧିକ ଆଲୋଚନା କରିବା ଘରର ମୁରବ୍ବୀ ଅଛନ୍ତି। ଆଜ୍ଞା ପ୍ରଥମେ ତ କ'ଣ କହିବେ ପରିସ୍ଥିତି କେମିତି ଥିଲା କ'ଣ ପାଇଁ ସବୁ ଘଟିଗଲା? ଆଜ୍ଞା ଆକ୍ଚୁଆଲି ଯେଉଁ ମହିଳା ହତ୍ୟାକାଣ୍ଡ ଯେଉଁ ଘଟଣା ଘଟିଛନ୍ତି ଯାହା ଘଟିଛି ତାର ଦୋଷୀ କିଏ ଆମେ ତ ଜାଣିପାରୁନୁ କିନ୍ତୁ ସେହି ଘଟଣାକୁ ଆଧାର କରି ଆମ MB26 ନମ୍ବର ଗାଁରେ ଯେଉଁ ଲଙ୍କାକାଣ୍ଡ ହେଇଛି ଆଉ ଯେଉଁ ଘଟଣା ଘଟିଛି ଏହା ସମସ୍ତେ ଗଣମାଧ୍ୟମ ଆମ ସାମ୍ବାଦିକ ବନ୍ଧୁ ଆମ ପ୍ରଶାସନ ସମସ୍ତେ ସମଗ୍ର ପ୍ରଶାସନ ଆସିଥିଲେ ଏବଂ ବର୍ତ୍ତମାନ ମଧ୍ୟ ସେମାନେ ଅଛନ୍ତି। ସେମାନେ ସବୁ ଯାଞ୍ଚ କରିଛନ୍ତି। ଯାଞ୍ଚ କରିକି ବର୍ତ୍ତମାନ ମୁଁ ଏତିକି କହିବା ପାଇଁ ଚାହିଁବି ଯେ ଆମର ଯେଉଁ ବାସହାରା ହେଇଗଲି ଆମର ମୁଣ୍ଡ ଗଞ୍ଜିବା ପାଇଁ ଯେଉଁ କିଛି ଜାଗା ନାହିଁ କିଛି ନାହିଁ ଖାଇବା ପାଇଁ ପାନୀୟ ବ୍ୟବସ୍ଥା କିଛି ନାହିଁ। ମୁଁ ସରକାରଙ୍କୁ ଏତିକି ଗୁହାରି କରିବି ଯେ ସମସ୍ତଙ୍କୁ ଗାଁବାସୀମାନଙ୍କୁ ଆମମାନଙ୍କୁ ଯଦି ଏହାର ଏକ ସୁବ୍ୟବସ୍ଥା କରିବେ ହେଲେ ଆମେ ସରକାରଙ୍କ ପାଖରେ ଚିର ଉପକୃତ ହେବୁ। ଆଉ ମୁଁ ବିଶେଷ କିଛି କହିବାକୁ ଚାହେଁନି। ନିହାତି ଭାବରେ ଶୁଣୁଥିଲେ ଯେଉଁଭଳି ଭାବରେ ଏଇ ଯେଉଁ ଘଟଣାକୁ କେନ୍ଦ୍ର କରି କାଲି ଏକ ଶାନ୍ତି କମିଟି ମଧ୍ୟ ଗଠନ କରାଯାଇଥିଲା। DIG କୁହନ୍ତୁ ଦକ୍ଷିଣାଞ୍ଚଳ DIG ରହିଥିଲେ ମାଲକାନଗିରି ଜିଲ୍ଲାପାଳ SP ଏବଂ ଯେଉଁ ଦୁଇଟି ସମ୍ପ୍ରଦାୟ ରହିଛନ୍ତି ଦୁଇଟି କମ୍ୟୁନିଟିର ଲୋକ ରହିଥିଲେ ଏବଂ ସେଇ ତାଙ୍କର ଯେଉଁ ବୁଦ୍ଧିଜୀବୀ ଅଛନ୍ତି ସେମାନଙ୍କ ଭିତରେ କମିଟି ଗଠନ କରାଯାଇଛି ଏବଂ କମିଟିର ନିଷ୍ପତ୍ତି କ୍ରମେ ଲୋକଙ୍କୁ କିଭଳି ବୁଝାସୁଝା କରାଯିବ ଯେଉଁ ଉତ୍ତ୍ୟକ୍ତ ଲୋକ ରହିଥିଲେ ଏବଂ ଏହିସବୁ ଦୁଇ କମ୍ୟୁନିଟି ଭିତରେ ଯେଉଁ ମାନେ ସବୁ କାଣ୍ଡ ଘଟିଛି ତାହା କିଭଳି ଭାବରେ ସମାଧାନ ହେଇପାରିବ ତାହାର ବାଟ ଖୋଜାଯିବ। ଜିଲ୍ଲା ପ୍ରଶାସନ କୁହନ୍ତୁ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାର କୁହନ୍ତୁ ଏହା ଉପରେ ତତ୍ପର ଦେଖାଇଛନ୍ତି। ତେବେ ଆଜି ରିଲିଫ ପହଞ୍ଚିଛି ଗାଁରେ ଏବଂ ରିଲିଫ ବଣ୍ଟା ଯେଉଁ ଚିତ୍ର ଆମେ ଦେଖିଥିଲୁ ତାଙ୍କର ଯେଉଁ ଲାକେ ପଡ଼ିଆମୀ ରହିଥିଲେ ଲାକେଙ୍କର ଯେଉଁ ତାଙ୍କର ଯେଉଁ ଅନ୍ତିମ ସଂସ୍କାର ଗତକାଲି ହେଇଥିଲା ତାଙ୍କର ମୁଣ୍ଡବିହୀନ ଶବକୁ ଏକ ମାଟି ମୁଣ୍ଡ ସହିତ ତାଙ୍କୁ ଶବ ସତ୍କାର କରାଯାଇଥିଲା। କେବେ ଆଜି ସକାଳେ କୋଉଠି ନା କୋଉଠି ଲାକେ ପଡ଼ିଆମୀଙ୍କର ଯେଉଁ ମୁଣ୍ଡ ରହିଥିଲା ସେଇ ମୁଣ୍ଡଟି ତାଙ୍କର ଶରୀରର ଯେଉଁ ଖଣ୍ଡ କରାଯାଇଥିଲା ଯେଉଁ ନରସଂହାର କାଣ୍ଡ ଘଟାଇଥିଲେ ଯେଉଁ ହତ୍ୟାକାରୀ ସେଇ ମୁଣ୍ଡ କୋଉଠି ନା କୋଉଠି ଯେଉଁ ପଟେରୁ ନଦୀର ଯେଉଁ ରହିଛି ନାମକୋଣ୍ଡା ନଦୀ ତଟରେ ମିଳିଥିଲା ଏବଂ ସେଇ ମୁଣ୍ଡକୁ ନେଇକି ବର୍ତ୍ତମାନ ମଧ୍ୟ ପୁଣି ଥରେ ପ୍ରଶାସନ ଏଠି ପହଞ୍ଚିଛନ୍ତି। SP DIGଙ୍କ ଉପସ୍ଥିତିରେ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ। ତମାମ ଅଧିକାରୀ ପୋଲିସ କୁହନ୍ତୁ ପ୍ରଶାସନର ସମସ୍ତ ଅଧିକାରୀ କୁହନ୍ତୁ ସମସ୍ତଙ୍କ ଉପସ୍ଥିତିରେ ପୁଣି ସେଇ କଟା ମୁଣ୍ଡ ନେଇକି ଜିଲ୍ଲା ପ୍ରଶାସନ ପହଞ୍ଚିଛନ୍ତି ଏବଂ ସେଠାରେ ତାଙ୍କର ଯେଉଁ ଶବ ରହିଥିଲା ମୁଣ୍ଡବିହୀନ ଶବ ପାଖରେ ପୋତା ଯାଇଛି। ତେବେ ଅଧିକ
এই যে ঘটনা উপরে জেলা প্রশাসন তৎপর রইଥିବା দেখা যাইছি রিলিফ ফন্ড রিলিফ মধ্যে লোকଙ୍କୁ বଣ୍ଟା যাଉଛି মানে এভাবে এই যে বাসহারা ହେଇଛନ୍ତି জেলা প্রশাসন তাଙ୍କୁ বুঝাই সুঝাই আଜି ଗାଁକୁ ଆଣିଛନ୍ତି ତେବେ ତାଙ୍କୁ ପୁନର ଯୋଉ ସ୍ଥିତି ଥିଲା ପୁନରସ୍ଥିତି କେବେ ଫେରୁଛି ତାହା ହିଁ ଦେଖିବାକୁ ବାକି ମାଲକାନଗିରି ଜିଲ୍ଲା ରାକେଲଗୁଡ଼ା ନିକଟସ୍ଥ MB26 ରୁ କୃଷ୍ଣପଦ ରାୟ ଦ କୁଇଭର। ଭାରତର ଏକମାତ୍ର ପରୀକ୍ଷିତ ବାୟୋସାର ପୃଥ୍ୱୀ ପ୍ରୋ ମାଟିକୁ ରଖେ ସୁସ୍ଥ ଦିଏ ନୂଆ ଜୀବନ। ଧାନ ପନିପରିବା ଓ ଡାଲି ଜାତୀୟ ଫସଲ ପାଇଁ ଲାଭଦାୟକ, ଅମଳ ବଢ଼ାଏ, ରୋଗ କମାଏ। ଆଜି ହିଁ ଜମିରେ ପ୍ରୟୋଗ କରନ୍ତୁ। ଯୋଗାଯୋଗ ପାଇଁ 9937054201 ନମ୍ବରକୁ ଡାଏଲ କରନ୍ତୁ। ଆମ ସହ ଯୋଡ଼ି ହେବା ପାଇଁ ଆମକୁ ଲାଇକ୍, ଫଲୋ ଓ ସବସ୍କ୍ରାଇବ୍ କରନ୍ତୁ। ଅଧିକ ଅପଡେଟ୍ ପାଇଁ ଭିଜିଟ୍ କରନ୍ତୁ ଆମ ୱେବସାଇଟ୍ thequiver.in।